नमस्कार दर्शक बंधु जय जगन्नाथ। आज रही नूतन वीडियो रे आपण मानक स्वागत। बंधुगण एही गुप्त जिनिसटी को आपण माने दीप तले रखी दियंतु। आपण मानकर समस्त शत्रु माने रक्तर लोह कांदिबे एवं अनुतापरे जलिबे। बंधुगण जदि आपणक शत्रु माने आपणकु प्रत्येक दिगरु प्रत्येक कोणरु ଯନ୍ତ୍ରଣା ଦେଉଥାନ୍ତି, କଷ୍ଟ ଦେଉଥାନ୍ତି ଏବଂ ଆପଣଙ୍କୁ ନିରନ୍ତର ଭାବରେ ହଇରାଣ କରୁଛନ୍ତି, ତେବେ ଆପଣ ଆପଣଙ୍କ ନିଜର ଘରର ସୀମା ଭିତରେ ଗୋଟିଏ ଛୋଟିଆ ପ୍ରତିକାର କରିବାକୁ ପଡ଼ିବ। ଆପଣଙ୍କୁ ଗୋଟିଏ ଦୀପ ତଳେ ଛୋଟ ଜିନିଷଟିଏ ରଖିବାକୁ ପଡ଼ିବ। ଆପଣ ଏପରି କରିବା ଦ୍ୱାରା ଆପଣଙ୍କ ଶତ୍ରୁର ପତନ ଶୀଘ୍ର ଆରମ୍ଭ ହେବ। ସେମାନେ ଆପଣଙ୍କ ସହିତ କିପରି ଭାବରେ ଶତ୍ରୁତା ରଖିବାକୁ ହେବ ସମ୍ପୂର୍ଣ୍ଣ ଭାବରେ ଭୁଲିଯିବେ। ଆପଣ ଏହି ଉପାୟଟି କରିବା ପରେ ଆପଣ ଯେତେବେଳେ ଏହି ଜିନିଷଟିକୁ ଦୀପ ତଳେ ରଖିବେ, ଆପଣ ଆପଣଙ୍କ ଶତ୍ରୁ ଏବଂ ପ୍ରତିପକ୍ଷମାନଙ୍କୁ ଏବଂ ଆପଣଙ୍କୁ ବିରୋଧ କରିବାକୁ ବାଛିଥିବା ସତ୍ୟ ପାଇଁ ଅନୁତାପ କରିବାର ଦେଖିବେ। ଆପଣ କେବଳ ଧ୍ୟାନ ଦିଅନ୍ତୁ, ଆପଣ ଯେଉଁ ମୁହୂର୍ତ୍ତରେ ଏହି ପ୍ରତିକାର କାର୍ଯ୍ୟଟି କରିବେ, ଆପଣଙ୍କର ଯେଉଁ ଶତ୍ରୁମାନେ ଗୁପ୍ତ ପ୍ରତିପକ୍ଷ ହୁଅନ୍ତୁ କିମ୍ବା ଖୋଲାଖୋଲି ଭାବେ ଶତ୍ରୁତା କରିଥାନ୍ତୁ, ସେମାନଙ୍କର ଶକ୍ତି ତୁରନ୍ତ ନଷ୍ଟ ହେବାକୁ ଆରମ୍ଭ ହେବ। ସେମାନେ ଆପଣଙ୍କୁ ସବୁ ଦିଗରୁ ଯନ୍ତ୍ରଣା ଦେବା ପାଇଁ ଯେଉଁ ଶକ୍ତିଟି ପ୍ରୟୋଗ କରୁଛନ୍ତି କିମ୍ବା ଯେଉଁ ଶକ୍ତିର ବ୍ୟବହାର କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୋଇଯିବ। ଆମେ ଆପଣଙ୍କୁ ଉପସ୍ଥାପିତ କରୁଥିବା ପ୍ରତିକାରଟି ହେଉଛି ଶତ୍ରୁମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ସବୁଠାରୁ ଶକ୍ତିଶାଳୀ ଏବଂ ଅବିଶ୍ୱସନୀୟ ପ୍ରତିକାର ଅଟେ। ବନ୍ଧୁଗଣ ଏହି ପ୍ରତିକାରଟି କେବେ ବି ବିଫଳ ହୁଏ ନାହିଁ। ଆପଣ ଯଦି ଏହି ପ୍ରତିକାରଟି ଭଲ ଭାବେ ବୁଝି ନିଅନ୍ତି ଏବଂ ଭିଡ଼ିଓରେ ନିର୍ଦ୍ଦେଶିତ ଭାବରେ ଆପଣ କରନ୍ତି, ତେବେ ଏହାକୁ ସମାପ୍ତ ବୋଲି ବିବେଚିତ କରନ୍ତୁ। ଆପଣଙ୍କ ଶତ୍ରୁ ଏବଂ ପ୍ରତିପକ୍ଷମାନେ ଆପଣଙ୍କ ଜୀବନରୁ ସ୍ଥାୟୀ ଭାବରେ ପୁରାପୁରି ଦୂର ହୋଇଯିବେ। ଆଜି ଏହି ଭିଡ଼ିଓରେ ଆମେ ଆପଣମାନଙ୍କ ପାଇଁ ଏକ ଅସାଧାରଣ ଭାବରେ ପ୍ରତିକାର ଆଣିଛୁ। ବାସ୍ତବରେ ଆପଣଙ୍କର ଶତ୍ରୁମାନେ ବହୁତ ଭୟଙ୍କର ହୋଇଥାନ୍ତି। ପ୍ରକୃତରେ ଯେମିତି ଦେଖାଯାଆନ୍ତି ସେମିତି ଜମା ବି ହୋଇନଥାନ୍ତି ଏବଂ ସେମାନଙ୍କ ସହିତ ମୁକାବିଲା କରିବା ସମସ୍ତଙ୍କ ପାଇଁ ଅତି ସହଜ କାର୍ଯ୍ୟ ହୋଇନଥାଏ। ବିଶେଷ କରି ଯେଉଁମାନେ ସରଳ ହୃଦୟର ବ୍ୟକ୍ତି ଅଛନ୍ତି, ଯେଉଁମାନେ ସଂଘର୍ଷକୁ ଏଡ଼ାନ୍ତି ଏବଂ ଯେଉଁମାନେ ଅନ୍ୟ ବ୍ୟକ୍ତିମାନଙ୍କୁ କ୍ଷତି ପହଞ୍ଚାଇବା ବିଷୟରେ ଚିନ୍ତା ବି ମଧ୍ୟ କରନ୍ତି ନାହିଁ। ଏହିପରି ବ୍ୟକ୍ତିମାନେ ପ୍ରାୟତଃ ତାଙ୍କର ଶତ୍ରୁମାନଙ୍କ ହାତରେ ସବୁଠାରୁ ଅଧିକ କଷ୍ଟ ପାଇଥାନ୍ତି। ଯଦି ଆପଣମାନେ ଶାରୀରିକ ଭାବରେ ଆପଣଙ୍କ ଶତ୍ରୁ ସହିତ ଲଢ଼ିପାରିବେ ନାହିଁ ଏବଂ ଯଦି ଆପଣଙ୍କ ପ୍ରକୃତି ସେମାନଙ୍କ ସହିତ ମୁକାବିଲା କରିବା ପାଇଁ ସମର୍ପଣ ପ୍ରସ୍ତୁତି କରେ ନାହିଁ, ତେବେ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ? ଆପଣଙ୍କୁ କେବଳ ସେହି ଛୋଟ ଜିନିଷକୁ ଦୀପ ତଳେ ରଖି ଆପଣଙ୍କର ନିଜ ଘରେ ଏହି ପ୍ରତିକାରଟି କରିବାକୁ ପଡ଼ିବ। ଏହା ଦ୍ୱାରା ଆପଣ ଆପଣଙ୍କ ଶତ୍ରୁମାନଙ୍କର ସମସ୍ତ ଶକ୍ତିକୁ ପୂର୍ଣ୍ଣ ଭାବରେ ନିଷ୍କ୍ରିୟ କରିପାରିବେ ଏବଂ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କୁ ସାମାନ୍ୟ ଭାବରେ ମଧ୍ୟ କ୍ଷତି ପହଞ୍ଚାଇ ପାରିବେ ନାହିଁ। ସେମାନେ ଆପଣଙ୍କ ବିରୁଦ୍ଧରେ ଶକ୍ତିଶାଳୀ ଅନ୍ଧକାର ଆଚରଣ ନିଯୁକ୍ତ କଲେ ଏହି ପ୍ରତିକାରଟି ଆପଣମାନେ ନିଶ୍ଚୟ କରନ୍ତୁ। ଆପଣ ସେମାନଙ୍କର ଦୂଷିତ ଷଡ଼ଯନ୍ତ୍ର ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେବାର ଦେଖିବେ। ବାସ୍ତବରେ ସେହି ନକାରାତ୍ମକ ଶକ୍ତି ଗୁଡ଼ିକ ପୁନର୍ବାର ଫେରିଆସିବେ ଏବଂ ସିଧାସଳଖ ସେମାନଙ୍କ ଉତ୍ସ ଶକ୍ତିମାନ ଗୁଡ଼ିକ ସିଧାସଳଖ ଭାବେ ଶତ୍ରୁମାନଙ୍କ ଆଡ଼କୁ ଫେରିଯିବେ। ଆଜିକାଲି ଅଧିକ ଲୁକାୟିତ ଶତ୍ରୁମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁପ୍ତ ଶତ୍ରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହିଭଳି ଭାବରେ ଗୁପ୍ତ ଉପାୟରେ ଶତ୍ରୁମାନେ ଅଧିକରୁ ଅଧିକ ଯନ୍ତ୍ରଣା ଦେବାରେ ଲାଗିଛନ୍ତି। ସେମାନେ ଜଣେ ବ୍ୟକ୍ତିର ଜୀବନ ଏବଂ ବ୍ୟବସାୟକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବାକୁ ପ୍ରୟାସ କରି ଚାଲିଥାନ୍ତି। ସେମାନେ ଜଣେ ବ୍ୟକ୍ତିଙ୍କର ଧନ ସମ୍ପତ୍ତି ଏବଂ ସମ୍ପତ୍ତି ଉପରେ ଲୋଭୀ ଦୃଷ୍ଟି ପକାଇ ପାରନ୍ତି।
ଏବଂ ମାଲିକକୁ ହଟାଇବା ପାଇଁ ଷଡ଼ଯନ୍ତ୍ର ମଧ୍ୟ କରିଥାନ୍ତି। ଏହା ଆଶା କରି ଯେ ସେମାନେ କୌଣସି ନା କୌଣସି ସ୍ୱାସ୍ଥ୍ୟ ସମସ୍ୟାରେ ଅସୁସ୍ଥ ରହିବେ କିମ୍ବା କୌଣସି ବିପର୍ଯ୍ୟୟର ସମ୍ମୁଖୀନ ହେବେ, ଯାହାଦ୍ୱାରା କି ସେମାନେ ତାଙ୍କର ଜମିବାଡ଼ି ଏବଂ ସମ୍ପତ୍ତି ଅତି ସହଜରେ ହଡ଼ପ କରିପାରିବେ। ବିଭିନ୍ନ ଶତ୍ରୁମାନେ ଏହିଭଳି ମନ୍ଦ ଉଦ୍ଦେଶ୍ୟ ପୋଷଣ କରିଥାନ୍ତି। ଏହା ଏକ କୌଣସି ଅସାଧାରଣ ଘଟଣା ନୁହେଁ। ଯେଉଁମାନେ ଧନ ଏବଂ ସଫଳତାର ଅଧିକାରୀ ଏବଂ ଯେଉଁମାନେ ନିଜ ଜୀବନରେ ଆଗକୁ ବଢ଼ୁଛନ୍ତି, ସେମାନଙ୍କ ପାଇଁ ଶତ୍ରୁମାନେ ମଧ୍ୟ ସେମିତି ଦ୍ରୁତ ଗତିରେ ବୃଦ୍ଧି ପାଆନ୍ତି। ତଥାପି ଆପଣଙ୍କୁ କୌଣସି ଭୟ କିମ୍ବା ଆତଙ୍କ ଅନୁଭବ କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ କେବଳ ଏହି ପ୍ରତିକାର କରନ୍ତୁ ଏବଂ ଆପଣ ଆପଣଙ୍କ ଜୀବନରୁ ସମସ୍ତ ଶତ୍ରୁମାନଙ୍କୁ ନାଶ କରିଦିଅନ୍ତୁ। ଏହି ପ୍ରତିକାରଟି ବିଶେଷ କରି ସେହି ବ୍ୟବସାୟୀମାନଙ୍କ ପାଇଁ ଉପଯୋଗୀ ଯେଉଁମାନେ ନିଜ ବାଣିଜ୍ୟ ଏବଂ ବ୍ୟବସାୟ ମଧ୍ୟରେ ଶତ୍ରୁ ପାଇଛନ୍ତି ଏବଂ ଏହି ଶତ୍ରୁମାନେ ଗୁପ୍ତ ଭାବରେ କାର୍ଯ୍ୟ କରିଥାନ୍ତି କିମ୍ବା ଖୋଲାଖୋଲି ଭାବରେ ସେମାନଙ୍କ ମୁକାବିଲା କରନ୍ତି, କାରଣ ବ୍ୟବସାୟ କ୍ଷେତ୍ରରେ ଏପରି ଶତ୍ରୁମାନଙ୍କର ଏକ ଅସମାନ ସଂଖ୍ୟକ ଦୃଶ୍ୟମାନ ହୋଇଥାନ୍ତି। ଆପଣ ଯେକୌଣସି ଦିନ ଏହି ପ୍ରତିକାରଟି କରିପାରିବେ ଏବଂ ଆପଣଙ୍କ ନିଜ ଘର ଭିତରେ, ଏବଂ ଆମେ ଆପଣଙ୍କୁ ନିଶ୍ଚିତ କରୁଛୁ ଯେ ଏହି ପ୍ରତିକାରଟି ପାଇଁ ଆପଣଙ୍କର କୌଣସି ଅଯଥା ଖର୍ଚ୍ଚ ହେବ ନାହିଁ। ଏଥିପାଇଁ ଆପଣଙ୍କର କୌଣସି ଟଙ୍କା ଖର୍ଚ୍ଚ ହେବ ନାହିଁ। ଏଥିପାଇଁ ଆପଣଙ୍କୁ ଏହା ଏକ ଅତ୍ୟନ୍ତ ସହଜ ଏବଂ ସରଳ ଉପାୟ। ଏହି ପ୍ରତିକାରଟି ଅତ୍ୟନ୍ତ ପ୍ରଭାବଶାଳୀ ନୁହେଁ, ବରଂ ବାସ୍ତବରେ ଅତ୍ୟନ୍ତ ଚମତ୍କାରୀ ମଧ୍ୟ। ଏହା ଆପଣଙ୍କ ଜୀବନରେ ଏତେ ଗଭୀର ପ୍ରଭାବ ଆଣିବ ଯେ ଆପଣଙ୍କୁ ଯେକୌଣସି କଷ୍ଟ ଦେଉଥିବା ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ଦେଇପାରିବ। ଏହା ବ୍ୟତୀତ ଆପଣଙ୍କ ଜୀବନରୁ ଆପଣଙ୍କର ଶତ୍ରୁମାନେ ବହୁତ ଦୂରକୁ ଚାଲିଯିବେ, ସମ୍ପୂର୍ଣ୍ଣ ଭାବରେ ନିଷ୍କ୍ରିୟ ହୋଇଯିବେ। ତେବେ ଆସନ୍ତୁ ଆମେ ଏହି ଉପାୟ ବିଷୟରେ ଆଲୋଚନା କରିବା। ଦୀପ ତଳେ କେଉଁ ନିର୍ଦ୍ଦିଷ୍ଟ ବସ୍ତୁ ରଖିବାକୁ ପଡ଼ିବ ସେହି ବିଷୟରେ ଆଲୋଚନା କରିବା। ଦୀପ ତଳେ କେଉଁ ଜିନିଷ ରଖିବେ ସେହି ବିଷୟରେ ଆଲୋଚନା କରିବା। ତ ପ୍ରଥମେ ଆପଣଙ୍କୁ ଏକ ସୋରିଷ ତେଲର ଦୀପ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ଆପଣ ଏଥିରେ ଏକ ସଳିତା ଦିଅନ୍ତୁ ଏବଂ ତାପରେ ଏହାକୁ ଆପଣ ସମ୍ପୂର୍ଣ୍ଣ ଭାବରେ ସ୍ଥାପନ କରନ୍ତୁ ଏବଂ ଏହା ସହିତ ଆପଣଙ୍କୁ ଏକ ଛୋଟ ଧଳା କାଗଜ ନେବାକୁ ପଡ଼ିବ ଏବଂ ଆପଣ ନିଶ୍ଚିତ କରନ୍ତୁ ଯେ କାଗଜଟି ଏମିତି ଆକାରର ହୋଇଥିବ ଯେମିତି ଆପଣଙ୍କୁ ସେହି କାଗଜରେ ଏକ ନାମ ଲେଖିବାକୁ ଜାଗା ହୋଇଯିବ। ଯଦି ଆପଣ ଆପଣଙ୍କ ଶତ୍ରୁର ନାମ ଜାଣନ୍ତି, ତେବେ ସେହି ନିର୍ଦ୍ଦିଷ୍ଟ କାଗଜରେ ଆପଣ ଆପଣଙ୍କ ଶତ୍ରୁର ନାମ ଲେଖନ୍ତୁ। ଯଦି ଆପଣ ଆପଣଙ୍କ ଶତ୍ରୁର ନାମ ଜାଣନ୍ତି ନାହିଁ, ତେବେ କାଗଜରେ କେବଳ ଗୁପ୍ତ ଶତ୍ରୁ କିମ୍ବା କେବଳ ଶତ୍ରୁ ଲେଖିଦିଅନ୍ତୁ। ଆପଣଙ୍କୁ ଲେଖିବା ପାଇଁ କେବଳ ଶତ୍ରୁ କିମ୍ବା ଗୁପ୍ତ ଶତ୍ରୁର ବାକ୍ୟାଂଶ ପାଇଁ ଆପଣଙ୍କୁ ଏକ କଳା ରଙ୍ଗର କଲମ ବ୍ୟବହାର କରିବାକୁ ପଡ଼ିବ। ଆପଣ ଏହି ଉପାୟଟି କେଉଁଠି କରିବା ଉଚିତ? ଆପଣ ଏହି ଉପାୟଟି ଆପଣଙ୍କ ଘର ଭିତରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସି ଏହି ଉପାୟଟିକୁ କରିପାରିବେ। ବିଶେଷତଃ ଏପରି ଏକ କୋଠରୀରେ ଯେଉଁଠି ଆପଣଙ୍କୁ କେହି ବି ଆପଣଙ୍କୁ ବିରକ୍ତ କିମ୍ବା ହଇରାଣ କରିପାରିବେ ନାହିଁ, କାରଣ ଏହି ଉପାୟଟି ସମ୍ପୂର୍ଣ୍ଣ ଗୁପ୍ତ ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ କରିବା ଉଚିତ। ଯଦି ଆପଣଙ୍କ ପରିବାରରେ ଅନ୍ୟ କେହି ଏହି ପୂଜା କିମ୍ବା ଏହି ଉପାୟ ବିଷୟରେ ଜାଣିପାରନ୍ତି, ତଥାପି ଆପଣଙ୍କୁ ଏହି ଉପାୟଟି ସମ୍ପୂର୍ଣ୍ଣ ଏକାକୀ ଭାବରେ କରିବାକୁ ପଡ଼ିବ। ଆପଣ ସମସ୍ତ ଆବଶ୍ୟକୀୟ ଜିନିଷ ସଂଗ୍ରହ କରନ୍ତୁ ଏବଂ ଆପଣଙ୍କର ଘରର ଏକ ନିର୍ଦ୍ଦିଷ୍ଟ କୋଠରୀରେ ଏବଂ ଆପଣ ଏହା ବି ନିର୍ଦ୍ଦିଷ୍ଟ କରନ୍ତୁ ଯେ ଆପଣ ଯେଉଁ ଆଡ଼କୁ ମୁହଁ କରିକି ବସିବେ, ଆପଣଙ୍କର ମୁହଁ ଦକ୍ଷିଣ ଆଡ଼କୁ ରହୁଛି କି ନାହିଁ। ଆପଣଙ୍କର ମୁହଁ ଦକ୍ଷିଣ ଦିଗ ଆଡ଼କୁ ରହିବା ଉଚିତ ଏବଂ ଆପଣ ଏହି ଉପାୟଟି ଭୂମି ଉପରେ ବସି କରିବା ଉଚିତ। ଆପଣ ପୁରୁଷ ହୁଅନ୍ତୁ କିମ୍ବା ମହିଳା, ଯେକୌଣସି ବ୍ୟକ୍ତି ଏହି ଉପାୟଟି କରିପାରିବେ। ଆପଣ ସପ୍ତାହର ଯେକୌଣସି ଦିନ ଏହି ଉପାୟଟି କରିପାରିବେ, ତଥାପି ସନ୍ଧ୍ୟା ସମୟରେ ଏହି ଉପାୟଟି କରିବାକୁ ଚେଷ୍ଟା କରିବା ଉଚିତ। ଏହି ଉପାୟଟିକୁ ଆପଣ ରାତିରେ ମଧ୍ୟ କରିପାରିବେ। ବିଶେଷ କରି ସୂର୍ଯ୍ୟାସ୍ତ ପରେ ଆପଣ ଏହି ଉପାୟଟି କରିପାରିବେ ଏବଂ
ଏବେ ଆସନ୍ତୁ ଜାଣିବା ଆପଣ ସଂଗ୍ରହ କରିଥିବା ଜିନିଷଗୁଡ଼ିକ ବିଷୟରେ। ଆପଣ ଗୋଟିଏ ସୋରିଷ ତେଲର ପୂର୍ଣ୍ଣ ଗୋଟିଏ ଛୋଟ ମାଟିର ଦୀପଟେ ନିଅନ୍ତୁ ଏବଂ ଗୋଟିଏ ଛୋଟ ଧଳା କାଗଜ ନିଅନ୍ତୁ ଏବଂ ଆପଣଙ୍କ ପାଖରେ ଗୋଟିଏ କଳା କଲମ ମଧ୍ୟ ରଖନ୍ତୁ। ଏହାପରେ ଆପଣ ଦକ୍ଷିଣ ଦିଗକୁ ମୁହଁ କରି ଭୂମି ଉପରେ ବସନ୍ତୁ ଏବଂ ତାପରେ ଦୀପଟିକୁ ଆପଣ ଜଳେଇ ଦିଅନ୍ତୁ। ଏହାକୁ ଆପଣ ସିଧାସଳଖ ଆପଣଙ୍କ ସମ୍ମୁଖରେ ରଖନ୍ତୁ। ଯଦି ଆପଣ ଚାହୁଁଛନ୍ତି ଦୀପଟିକୁ ଏକ ଛୋଟିଆ କାଠ କିମ୍ବା ଟେବୁଲ ଉପରେ ମଧ୍ୟ ରଖିପାରିବେ। ଆପଣ ଏହାକୁ କୌଣସି ଏକ ଉଚ୍ଚ ସ୍ଥାନରେ ମଧ୍ୟ ରଖିପାରିବେ ଏବଂ ଆପଣ ମଧ୍ୟ ଏହାକୁ ବିକଳ୍ପ ଭାବରେ ସିଧାସଳଖ ଭୂମି ଉପରେ ମଧ୍ୟ ତଳେ ମଧ୍ୟ ରଖିପାରିବେ। ପ୍ରଥମେ ଆପଣ ଦୀପଟିଏ ଜଳାଇ ଆପଣଙ୍କ ସମ୍ମୁଖରେ ରଖନ୍ତୁ ଏବଂ ତାପରେ ଗୋଟିଏ କଳା କଲମ ସାହାଯ୍ୟରେ ସେହି ଛୋଟ କାଗଜ ଉପରେ ଆପଣଙ୍କ ଶତ୍ରୁର ନାଁ ଲେଖିବା ଉଚିତ। ଯଦି ଆପଣ ଆପଣଙ୍କ ଶତ୍ରୁର ନିର୍ଦ୍ଦିଷ୍ଟ ନାମ ଜାଣିଥାନ୍ତି ତେବେ ସେହି ନାମ ଲେଖନ୍ତୁ। ଯଦି ଆପଣ ଆପଣଙ୍କର ଶତ୍ରୁର ନାମ ଜାଣିନାହାନ୍ତି ତେବେ ଆପଣ କେବଳ ଶତ୍ରୁ ହିଁ ଲେଖନ୍ତୁ। ତେବେ ବନ୍ଧୁଗଣ, ଆପଣ ସେହି କାଗଜରେ ସର୍ବାଧିକ 3ଟି ନାମ ଲେଖିପାରିବେ। 3ଟି ନାମରୁ ଅଧିକ ନୁହେଁ। ତେବେ ଆପଣଙ୍କ ଶତ୍ରୁମାନଙ୍କ ସଂଖ୍ୟା କିନ୍ତୁ ଅଧିକ। ଏପରି କ୍ଷେତ୍ରରେ ଆପଣ କେବଳ ଆପଣ ଶତ୍ରୁ ହିଁ ଲେଖନ୍ତୁ। ଏହି ଶତ୍ରୁଟି ଆପଣଙ୍କର ଗୁପ୍ତ ଏବଂ ବାସ୍ତବ ଶତ୍ରୁ ଉଭୟଙ୍କୁ ଉପଯୋଗୀ ହେବ। ଏବେ ଆପଣଙ୍କୁ ଏହି କାଗଜ ଖଣ୍ଡକ ଛୋଟ ସ୍ଲିପ୍ କିମ୍ବା ନୋଟ୍ରେ ଫୋଲ୍ଡ କରିବାକୁ ପଡ଼ିବ କିମ୍ବା ଆପଣ ଏମିତି 2-3 ଭାଙ୍ଗ କରି ଜଳନ୍ତା ଦୀପ ତଳେ ରଖିବାକୁ ପଡ଼ିବ। ଏହାକୁ ଆପଣ ଅତ୍ୟନ୍ତ 1 ମିନିଟ୍ ପାଇଁ ଦୀପ ତଳେ ରଖନ୍ତୁ ଏବଂ ଆପଣ ଆପଣଙ୍କ ଶତ୍ରୁମାନଙ୍କ ଉପରେ ଧ୍ୟାନ ଦିଅନ୍ତୁ। ଯଦି ଆପଣମାନେ ସେମାନଙ୍କର ନାମ ଜାଣନ୍ତି ତେବେ ଆପଣ 4ରୁ 5 ଥର ସେମାନଙ୍କର ନାମ କୁହନ୍ତୁ। ଯଦି ଆପଣ ସେମାନଙ୍କର ନାମ ଜାଣନ୍ତି ନାହିଁ ତେବେ ଶତ୍ରୁ ବୋଲି ଆପଣ ଏହି ନାମକୁ ଉଚ୍ଚାରଣ କରନ୍ତୁ ଏବଂ ତାପରେ ଆପଣ ଭଗବାନ ଶନିଦେବଙ୍କର ଧ୍ୟାନ କରନ୍ତୁ। ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା। ସେ କେବେ ବି କାହାରି ଉପରେ ଅନ୍ୟାୟ କରିବେ ନାହିଁ କିମ୍ବା କାହାରି ଉପରେ ଅନ୍ୟାୟ ହେବାକୁ ଦିଅନ୍ତି ନାହିଁ। ଯଦି ଜଣେ ବ୍ୟକ୍ତି ଭଲ କର୍ମ କରିଥାନ୍ତି ତାଙ୍କ ଜୀବନରେ ତେବେ ସେମାନଙ୍କୁ ଶନିଦେବ ତାଙ୍କ କର୍ମ ଅନୁସାରେ ସୁଫଳ ପ୍ରଦାନ କରିଥାନ୍ତି। ସେହିଭଳି ବିପରୀତ ଭାବରେ ଯଦି ଜଣେ ବ୍ୟକ୍ତି ଅନ୍ୟ କାହାକୁ କଷ୍ଟ ଦେଇଥାଏ, ଯନ୍ତ୍ରଣା ଦେଇଥାଏ ତେବେ ଭଗବାନ ଶନିଦେବ ତାଙ୍କୁ ତାଙ୍କ କର୍ମ ଅନୁସାରେ ଉଚିତ ଦଣ୍ଡ ଦେଇଥାନ୍ତି। ତେଣୁ ଆପଣ ଭଗବାନ ଶନିଦେବଙ୍କୁ ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କର ସମସ୍ତ ଶତ୍ରୁ ପରାସ୍ତ ହୁଅନ୍ତୁ। ଆପଣ ଏହି ପ୍ରାର୍ଥନା କରିବା ପରେ ସେହି କାଗଜ ଖଣ୍ଡକୁ ସେହି ଦୀପ ତଳୁ ବାହାର କରି ସେହି ଦୀପର ଶିଖାରେ ଏହାକୁ ଜାଳି ଦିଅନ୍ତୁ। ଏହାପରେ ଯେଉଁ କାଗଜର ପାଉଁଶ ଟିକକ ରହିବ ସେହି ପାଉଁଶକୁ ଆପଣ ଦୀପ ସହିତ ନିଅନ୍ତୁ ଏବଂ ଆପଣଙ୍କ ଘର ପାଖରୁ ଥିବା ଦୂରରେ କୌଣସି ବି ଏକ ଗଛ ତଳେ ରଖିଦିଅନ୍ତୁ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ଆପଣ ବାହାରକୁ ଯିବା ସମୟରେ ଜମା ବି ପଛକୁ ଚାହିଁବେ ନାହିଁ। ଆପଣଙ୍କୁ ଏହି ଉପାୟର ପରବର୍ତ୍ତୀ ଦିନ ଦୀପ ଏବଂ ପାଉଁଶକୁ ଘର ବାହାରେ ରଖିବାର ଏହି କାର୍ଯ୍ୟଟିକୁ କରିବାକୁ ପଡ଼ିବ। ତୁରନ୍ତ ପରେ ନୁହେଁ। ଏହାକୁ ଆପଣ ଘରୁ ଏକ ଯଥେଷ୍ଟ ଦୂର ସ୍ଥାନରେ ରଖନ୍ତୁ। ଉପାୟ କରିବାର ଦିନ ଏବଂ ତା ପରଦିନ ଏବଂ ପାଉଁଶକୁ ବାହାର କରିବାକୁ ପଡ଼ିବ। ଯେହେତୁ ଏହି ଉପାୟ ରାତିରେ କିମ୍ବା ସନ୍ଧ୍ୟା ସମୟରେ କରାଯାଏ ସେଥିପାଇଁ ନିଶ୍ଚିତ ରୁହନ୍ତୁ ଯେ ଆପଣଙ୍କର ଯେତେ ବି ଶତ୍ରୁ ରହିଛନ୍ତି ସେମାନେ ସମସ୍ତେ ପରାସ୍ତ ହୋଇଯିବେ ଏବଂ ସେମାନଙ୍କର ସମସ୍ତ ଶକ୍ତି ନିଷ୍କ୍ରିୟ ହୋଇଯିବ। ଆପଣ ସପ୍ତାହର ଯେକୌଣସି ଦିନ ମଧ୍ୟ ଏହି ଉପାୟଟି କରିପାରିବେ। ଯଦି ଆପଣ ଏହି ଉପାୟଟି ଶନିବାର ଦିନ କରୁଛନ୍ତି ତେବେ ଏହା ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରଦାନ କରିବ। ଏବେ ଆସନ୍ତୁ ଜାଣିବା ଏହି ଉପାୟ କରିବାର ବାରମ୍ବାରତା ବିଷୟରେ। ଆପଣଙ୍କୁ ଏହି ଉପାୟଟି ଏହାକୁ ଅନେକ ଥର କରିବାକୁ ପଡ଼ିବ ନାହିଁ। ଆପଣଙ୍କୁ ଏହି ଉପାୟଟି କେବଳ 2 ଥର ହିଁ କରିବାକୁ ପଡ଼ିବ। ଯଦି ଆପଣ ଏହି ଉପାୟଟିକୁ ଶନିବାର ଦିନ କରିବାକୁ ଚାହାନ୍ତି ତେବେ ଆପଣ ଲଗାତାର 2ଟି ଶନିବାରରେ ଏହି ଉପାୟଟିକୁ କରନ୍ତୁ। ଯଦି ଆପଣ ଏହାକୁ ମଙ୍ଗଳବାର ଦିନ କରିବାକୁ ଚାହୁଁଛନ୍ତି ତେବେ ମଧ୍ୟ ଆପଣ ଲଗାତାର 2ଟି ମଙ୍ଗଳବାର ଏହି ଉପାୟଟିକୁ କରନ୍ତୁ। ତେଣୁ ଆପଣ ଏହି ଉପାୟଟିକୁ ନିଶ୍ଚିତ ଭାବରେ ପାଳନ କରନ୍ତୁ ଏବଂ ଆପଣଙ୍କର ଶତ୍ରୁମାନେ କିଭଳି ଭାବରେ କେମିତି ନିଷ୍କ୍ରିୟ ହୋଇଛନ୍ତି ତାହା ଆପଣ
ନିଶ୍ଚୟ ଭାବରେ ଦେଖିପାରିବେ। ଆପଣ ଏଥିରୁ ବହୁତ ଶୀଘ୍ର ମଧ୍ୟ ଲାଭପ୍ରଦ ହୋଇପାରିବେ। ତେବେ ବନ୍ଧୁଗଣ, ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।